आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ 5 ଲାଇନ୍ସ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ 5 ଧାଡ଼ିରେ ଜାଣିବା ମହାପୁରୁଷଙ୍କ ଜୀବନୀ ବିଷୟରେ। ଆଉ ଯଦି ମହାପୁରୁଷଙ୍କ ଜୀବନୀ ବିଷୟରେ ଅଧିକା ଜାଣିବାର ଅଛି, ସ୍ପେସିଫିକଲି ଅଧିକା ଜାଣିବାର ଅଛି, ମୋତେ କମେଣ୍ଟରେ ଜଣେଇବେ। ତାଙ୍କ ବିଷୟରେ ଆମେ ଲମ୍ବା ଭିଡ଼ିଓ ଆଣିବା ଆଉ ସେ ଲମ୍ବା ଭିଡ଼ିଓ ଓଡ଼ିଆ ପାଠଶାଳା ଫର୍ ୟୁ ଚ୍ୟାନେଲରେ ପବ୍ଲିଶ ହବ। ହେଲା, ତାହେଲେ ଆମେ ଯିବା ଆଜି ଜାଣିବା ଆଉ ଜଣେ ମହାପୁରୁଷଙ୍କ ବିଷୟରେ 5 ଧାଡ଼ିରେ। ମୌଲାନା ଅବୁଲ କଲାମ ଆଜାଦ 11 ନଭେମ୍ବର 1888 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ସ୍ୱାଧୀନତା କାର୍ଯ୍ୟକର୍ତ୍ତା, ଲେଖକ ଏବଂ ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ଥିଲେ। ଭାରତର ସ୍ୱାଧୀନତା ପରେ ସେ ଭାରତ ସରକାରଙ୍କ ପ୍ରଥମ ଶିକ୍ଷାମନ୍ତ୍ରୀ ହୋଇଥିଲେ। ଭାରତରେ ଶିକ୍ଷା ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ରହିଛି, ତେଣୁ ତାଙ୍କ ଜନ୍ମଦିନକୁ ସମଗ୍ର ଭାରତରେ ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଏ। 22 ଫେବୃଆରୀ 1958 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।